କେଦାରନାଥରେ ଫସିଥିଲେ କେନ୍ଦୁଝରର ଚାରିକାଉଡ଼ିଆ। ସୁରକ୍ଷିତ ଉଦ୍ଧାର କଲା ସେନା। ପ୍ରସିଦ୍ଧ ଶିବପୀଠ କେଦାରନାଥରେ 4 ଦିନ ଧରି ଫସିଥିବା 4 ଜଣ ଓଡ଼ିଆ ଶ୍ରଦ୍ଧାଳୁ ରବିବାର ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଏହି 4 ଜଣ ଶିବଭକ୍ତଙ୍କୁ ଭୀମତାଲରୁ ହେଲିକପ୍ଟର ଯୋଗେ ସେନାର ଯବାନମାନେ ଉଦ୍ଧାର କରିଛନ୍ତି। 31 ତାରିଖ ରାତିରେ ବାଦଲ ଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ଅଟକି ରହିଥିଲା ସୋନପ୍ରୟାଗ ଓ ଗୌରୀକୁଣ୍ଡ ମଧ୍ୟରେ ଅବସ୍ଥିତ ରାଜପଥ। ଭୀମତାଲର ଟ୍ରେକ୍ ଲାଇନ୍ରେ ଭୂସ୍ଖଳନ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିଲା। ଫଳରେ ହଜାର ହଜାର ଶ୍ରଦ୍ଧାଳୁ କେଦାରନାଥରେ ଫସି ଯାଇଥିଲେ, ଯେଉଁଥିରେ ତେଲକୋଇର ଏହି 4 ଜଣ ଓଡ଼ିଶାବାସୀ ବି ଥିଲେ। ଗଣମାଧ୍ୟମରେ ଖବର ପ୍ରକାଶ ପରେ ରାଜ୍ୟ ସରକାରଙ୍କ ଓ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର ପାଇଁ ଉଦ୍ୟମ ହୋଇଥିଲା। ତାହାପରେ ଭୀମତାଲରୁ ହେଲିକପ୍ଟର ଯୋଗେ ସେନାର ଯବାନମାନେ ଉଦ୍ଧାର କରିଛନ୍ତି।